ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଗ୍ରହଣକୁ ଏକ ଅଶୁଭ ଘଟଣା ବୋଲି ଗ୍ରହଣ କରାଯାଏ। କାରଣ ସୂର୍ଯ୍ୟଗ୍ରହଣର ପ୍ରଭାବ ଦେଶ ଦୁନିଆ ସହିତ ମାନବ ଜୀବନ ଉପରେ ପଡ଼ିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟପରାଗ ବା ସୂର୍ଯ୍ୟଗ୍ରହଣ ଚଳିତ ସେପ୍ଟେମ୍ବର ମାସ 21 ତାରିଖ ରବିବାର ଦିନ ପଡ଼ୁଅଛି। ଭାରତୀୟ ସମୟ ରାତ୍ରି 11 ଘଣ୍ଟା ସମୟରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହୋଇ ରାତ୍ରି 3 ଘଣ୍ଟା 23 ମିନିଟ୍ ସମୟରେ ଶେଷ ହେବ। ଭାରତକୁ ଏହି ଗ୍ରହଣ ଦୃଶ୍ୟ ହେଉନଥିବାରୁ ଏହା ଭାରତରେ ପାଳନ କରାଯିବ ନାହିଁ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଗ୍ରହଣକୁ ଏକ ଅଶୁଭ ଘଟଣା ବୋଲି ଗ୍ରହଣ କରାଯାଏ। କାରଣ ସୂର୍ଯ୍ୟଗ୍ରହଣର ପ୍ରଭାବ ଦେଶ ଦୁନିଆ ସହିତ ମାନବ ଜୀବନ ଉପରେ ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ରର ମାନ୍ୟତା ଅନୁସାରେ ସୂର୍ଯ୍ୟଗ୍ରହଣର ପ୍ରଭାବ କେତେ ମାସ ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହୋଇଥାଏ। ଜାଣିବା 21 ସେପ୍ଟେମ୍ବରରେ କନ୍ୟା ରାଶିରେ ଲାଗୁଥିବା ଏହି ସୂର୍ଯ୍ୟଗ୍ରହଣର ପ୍ରଭାବରେ କେଉଁ କେଉଁ ରାଶି ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛନ୍ତି ଏବଂ ସେହି ରାଶିର ବ୍ୟକ୍ତି ଏହି ସମୟରେ କୌଣସି ପ୍ରକାରର ସାବଧାନତା ଅବଲମ୍ବନ କରିବା ଉଚିତ ହେବ। ବୃଷ ରାଶି। ଏହି ଗ୍ରହଣର ପ୍ରଭାବରେ ବୃଷ ରାଶିଜାତ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ ହେବ। ବୃଷ ରାଶିଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ସୂର୍ଯ୍ୟଗ୍ରହଣର ପ୍ରଭାବ ବିଶେଷ ଭାବେ ପଡ଼ିପାରେ। ଏହା ସହିତ ଠକ ହାବୁଡ଼ରେ ପଡ଼ିବାର ମଧ୍ୟ ସମ୍ଭାବନା ରହିଅଛି। ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚର ବିଶେଷ ସମ୍ଭାବନା ଥିବାରୁ ଏଥିପାଇଁ ମାନସିକ ଚିନ୍ତା ବ୍ୟତିବ୍ୟସ୍ତ କରିପାରେ। ଏହି ସମୟରେ ଚିନ୍ତା ବଢ଼ିଯିବା ସହିତ ନିଦ୍ରାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେବ। କର୍କଟ ରାଶି। ସୂର୍ଯ୍ୟଗ୍ରହଣର ପ୍ରଭାବ କର୍କଟ ରାଶି ଉପରେ ବଡ଼ ଖରାପ ପ୍ରଭାବ ପକାଇବ। ଏହି ସମୟରେ କୌଣସି କାର୍ଯ୍ୟରେ ରିସ୍କ ନେବା ଠିକ୍ ହେବ ନାହିଁ। ଅର୍ଥ ବିନିଯୋଗ ଦେଖି ଚାହିଁ କରିବେ। ଧନ ସମ୍ପତ୍ତିରେ ଲୋକସାନ ହୋଇପାରେ। ଏହି ସମୟରେ ଯାନବାହନ କିଣିବା ଠିକ୍ ହେବ ନାହିଁ। ସମ୍ପତ୍ତି ସହିତ ଜଡ଼ିତ ମାମଲାରେ ନିଜେ ନ ପଡ଼ିବା ନିଜ ପାଇଁ ଭଲ ହେବ। କନ୍ୟା ରାଶି। କନ୍ୟା ରାଶିରେ ଗ୍ରହଣ ଲାଗୁଥିବାରୁ କନ୍ୟା ରାଶିଜାତ ବ୍ୟକ୍ତିଙ୍କ ଜୀବନରେ ନେଗେଟିଭ୍ ବା ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। କୌଣସି ନୂତନ କାର୍ଯ୍ୟ ଏହି ସମୟରେ ଆରମ୍ଭ କରନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ପଇସା କାରବାରରେ ସତର୍କ ନ ରହିଲେ ଠକାମିର ଶିକାର ହେବାର ବହୁତ ସମ୍ଭାବନା। ଧନୁ ରାଶି। ସୂର୍ଯ୍ୟଗ୍ରହଣ ପ୍ରଭାବରେ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଯିବ। ପରିବାରରେ ଓ ଅଫିସରେ ବିନା କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ନିଜ ଲୋକ କେହି ଧୋକା ଦେଇପାରନ୍ତି। ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ସମ୍ପର୍କୀୟମାନଙ୍କ ସହିତ ଭୁଲ ବୁଝାମଣା ସୃଷ୍ଟି ହେବ। ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର କ୍ଷତିର ସମ୍ଭାବନା ରହିଅଛି। ଏହା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମକର ରାଶି। ସୂର୍ଯ୍ୟଗ୍ରହଣର ନେଗେଟିଭ୍ ବା ନକାରାତ୍ମକ ପ୍ରଭାବ ମକର ରାଶି ଉପରେ ମଧ୍ୟ ପଡ଼ିବାର ବହୁତ ସମ୍ଭାବନା ରହିଅଛି। ଏହି ସମୟରେ ଆର୍ଥିକ କ୍ଷେତ୍ରରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ପ୍ରବଳ ଧନ ଖର୍ଚ୍ଚର ସମ୍ଭାବନା ରହିଅଛି। ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ତିକ୍ତ ହୋଇପାରେ। ଏହି ସମୟରେ କୌଣସି ପ୍ରକାର ବଡ଼ ଧରଣର ନିଷ୍ପତ୍ତି ନିଅନ୍ତୁ ନାହିଁ। କୁମ୍ଭ ରାଶି। ସୂର୍ଯ୍ୟଗ୍ରହଣର ପ୍ରଭାବ କୁମ୍ଭ ରାଶିର ଆର୍ଥିକ ସ୍ଥିତି ଉପରେ ଦେଖିବାକୁ ମିଳିବ। ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ହେବ। ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତାରେ ଘାଣ୍ଟି ହେବେ। ଷ୍ଟ୍ରେସ୍ ଭରା ସମୟ
ରହିବା ସାଙ୍ଗକୁ ହାଲିଆ ଅନୁଭବ କରିପାରନ୍ତି। ପୁନଶ୍ଚ ଯାତ୍ରା ସମୟରେ ଦୁର୍ଘଟଣାର ସମ୍ଭାବନା ରହିଅଛି। ତେଣୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବେ। ଚଳିତ 2025 ମସିହା ସେପ୍ଟେମ୍ବର ମାସ 21 ତାରିଖ ରବିବାର ଦିନ ପଡ଼ୁଥିବା ସୂର୍ଯ୍ୟଗ୍ରହଣରେ ଏହି 6ଟି ରାଶି ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ଧନୁ ରାଶି, ମକର ରାଶି ଓ କୁମ୍ଭ ରାଶି ବିଶେଷ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହିସବୁ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଗ୍ରହଣ ଜନିତ କଷ୍ଟରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟହ ପ୍ରାତଃ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଏହା ସହିତ ଆଦିତ୍ୟ ହୃଦୟ ସ୍ତୋତ୍ର ନିୟମିତ ପାଠ କଲେ ବିଶେଷ ସୁଫଳ ପାଇପାରିବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।